ଏଇଭଳି ଆତଙ୍କ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଆପଣଙ୍କ ପାଖରେ କେହି ଲିଡର ନଥାନ୍ତି। ଗତକାଲି ନେପାଳରେ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା, ସେମାନେ ପାର୍ଲାମେଣ୍ଟରେ ନିଆଁ ଲଗାଇ ଦେଲେ, ପ୍ରେସିଡେଣ୍ଟଙ୍କ ଘରକୁ ଜଳାଇ ଦେଲେ, ପିଏମ ଘରକୁ ମଧ୍ୟ ଜଳାଇ ଦେଲେ। ଏହି କାମ ନା ଆନ୍ଦୋଳନକାରୀ ମାନେ କରିଥିଲେ ନା ଛାତ୍ରଛାତ୍ରୀ ମାନେ କରିଥିଲେ। ଏହା ହେଲା ବାହାରୁ ଆସିଥିବା ଗୁଣ୍ଡା ମାନଙ୍କ କାମ, ଯେଉଁମାନେ କି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସ୍ର କରିବାକୁ ଆସିଥିଲେ। କାଲି ପ୍ରାୟ 1500 ରୁ 5000 ପର୍ଯ୍ୟନ୍ତ କଏଦୀ ମାନେ ଜେଲ ଭାଙ୍ଗି ପଳାଇ ଗଲେ। ଅବସ୍ଥା ଏତେ ଖରାପ ଥିଲା ଯେ 500 ରୁ 600 ଆନ୍ଦୋଳନକାରୀ ସିଧାସଳଖ ଜେଲ ଭିତରକୁ ଯାଇ କାଠମାଣ୍ଡୁ ଜେଲ, ନାଖୁ ଜେଲକୁ ଭାଙ୍ଗି କଏଦୀ ମାନଙ୍କୁ ଛଡାଇ ଆଣୁଥିଲେ। ଯାହାକୁ ଇଚ୍ଛା ହଉଥିଲା ସିଏ ତାକୁ ଛଡାଇ ନେଉଥିଲା ଏବଂ ପୋଲିସ ମଧ୍ୟ କିଛି କରିପାରିଲା ନାହିଁ, କାରଣ କାଲି ପୋଲିସ ମାସ ରେଜିଗ୍ନେସନ କରିଦେଇଥିଲେ। ତାପରେ ଏହି ଗୁଣ୍ଡା ଡକାୟତ ମାନେ ସାଧାରଣ ଆନ୍ଦୋଳନକାରୀଙ୍କ ସହିତ ମିଶି ଆତଙ୍କ କରିଦେଲେ। ସେମାନଙ୍କ ହାତରେ MFGN 35+ ଗନ୍ ଥିଲା। ସେମାନେ ସପିଂ ମଲ ଲୁଟିଲେ, ଚୋରି କଲେ ଏବଂ ଏହାର ଫଳ ଭୋଗିବାକୁ ପଡୁଛି ସାଧାରଣ ଛାତ୍ରଛାତ୍ରୀ ମାନଙ୍କୁ, ଯେଉଁମାନେ ନିଜର ନ୍ୟାୟ ପାଇଁ ଆୱାଜ ଉଠାଇବାକୁ ଆସିଥିଲେ। ଏବେ ଏହି ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ ଅନ୍ୟ କୌଣସି ଦେଶ ହାଇଜେକ କରି ନେଇଛି, ଯିଏ ବାହାରୁ ବସି ଏହାକୁ ଚଳାଉଛନ୍ତି। କାଲି ରାତିରେ ଆର୍ମି କାଠମାଣ୍ଡୁକୁ ଟେକ୍ ଓଭର କରିବାକୁ ଆରମ୍ଭ କରିଛନ୍ତି। କିଛି ଅଂଶ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏଯାଏଁ ସ୍ଥିତି ବହୁତ ଜଟିଳ ଓ ସଂକଟପୂର୍ଣ୍ଣ ଅଛି।